ପଣସ କଠା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କୁ ତ ଅନ୍ୟ ସିଜନରେ ପଣସ କଠା ମିଳିନଥାଏ। ତ ଏଇ ଉପାୟରେ ଥରେ ପଣସ କଠାକୁ ବନାନ୍ତୁ। ଗୋଟେ ଦିନ ବନେଇଲେ ଆପଣ ବର୍ଷକ ଯାକ ଖାଇପାରୁଥିବେ। ତ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ପୂଜା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ କୁକିଂ ୱିଥ୍ ପୂଜାରେ। ତ ସର୍ବପ୍ରଥମେ ପଣସକୁ କାଟି ନେବା। ଆପଣ ଚାହିଁଲେ ମନପସନ୍ଦ ସେପ୍ରେ ଆକୁ କାଟି ପାରିବେ। ଆଉ କାଟିଲା ବେଳେ ସର୍ବଦା ଧ୍ୟାନ ଦେବେ ଯେ ଆକୁ ମୋଟା ରଖିବେନି କି ପୁରା ପତଳା ରଖିବେନି, ଯେମିତି ମିଡିୟମ ଭଳି ରହୁଥିବ। ତାପରେ ତାକୁ ସବୁ କାଟି ନେଲା ପରେ ଗରମ ପାଣି ବସେଇକିନା ସେଥିରେ ଆବଶ୍ୟକ ଅନୁସାରେ ଟିକେ ଲୁଣ ଦେଇଦେବା। ଆଉ ସେଥିରେ କାଟିକି ରଖିଥିବା ପଣସ କଠାକୁ ଦେଇକିନା କିଛି ସମୟ ଫୁଟେଇବା ପାଇଁ ଛାଡ଼ିଦେବା। ଯେମିତି ପାଣି ଫୁଟିବା ଆରମ୍ଭ କରିନେବା। ସେଇ ଅବସ୍ଥାରେ ଜଷ୍ଟ ହଳଦୀ ଟିକେ ଦେଇନେବା, କାହିଁକି ନା କଠାର କଲର ଟିକେ ଚେଞ୍ଜ ଆସିବା ପାଇଁକି, ନହେଲେ କଠାଟା ଟିକେ କଳାଳିଆ ଦେଖାଯାଏ। ତ ସେଥିପାଇଁ ହଳଦୀ ଦେଇଦେଲେ କଠାର କଲର ବହୁତ ସୁନ୍ଦର ଆସିଥାଏ। ଆକୁ ବେଶୀ ସମୟ ସିଝେଇବେନି, ବାସ୍ 50% ନହେଲେ 60% ଯାକେ ଆକୁ ସିଝେଇ ନେଲା ପରେ ଏବେ ଏଟାକୁ ସବୁ ଛାଣିଦେବା। ଆଉ କଡ଼ା ଖରାରେ ଆକୁ ପ୍ରାୟ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ଶୁଖେଇ ନେବା। ଆଉ ଯେତେ କଡ଼ା ଖରା ହୋଇନଥିବ ତାହେଲେ ଗୋଟେ ଦିନ ଆକୁ ଆପଣ ଶୁଖେଇ ପାରିବେ। ଆଉ ସର୍ବଦା ଧ୍ୟାନ ଦେବେ ଯେ ପୁରା କଠାକୁ ହାର୍ଡଲି ଶୁଖେଇବେନି, ଯେମିତି ମୁଁ ଦେଖେଇଛି ସେଇଭଳି ଭାବରେ ଶୁଖେଇ ନେବେ। ଆଉ ଏବେ ମସଲା ପାଇଁକି ଲଙ୍କା, ଜିରା, ମେଥି, ମଧୁରୀ ଆଉ ଧନିଆକୁ ଭଲ ଭାବରେ ଭାଜି ନେବା। ଏଠି ଆପଣ କ୍ୱାଣ୍ଟିଟି କଠା ଅନୁସାରେ ହିଁ ବନେଇବେ। ଆଉ ତାପରେ ଆକୁ ସବୁ ଭଲ ଭାବରେ କୁଟି ନେବା। ତାପରେ ଗୋଟେ ପ୍ୟାନକୁ ଗରମ କରିନେବା। ଆଉ ସେଥିରେ ଅଳ୍ପ କିନା ପାଣି ଦେଇକି ପାଣି କିଛି ସମୟ ଫୁଟିବା ପାଇଁ ଅପେକ୍ଷା କରିନେବା। ପାଣି ଫୁଟି ଆସିଲା ପରେ ଆପଣ ଏଠି ଗୁଡ଼ ନହେଲେ ଚିନି, ଦୁଇଟା ଭିତରୁ ଯେଉଁଟା ହେଲେ ବି ବ୍ୟବହାର କରିପାରିବେ। ଏଠି ମୁଁ ଚିନି ବ୍ୟବହାର କରିଛି। ଚିନି ଟିକେ ଭଲ ଭାବରେ ମେଲ୍ଟ ହେବା ପାଇଁ ଛାଣିନେଲି। ଆଉ କିଛି ସମୟ ଗଲା ପରେ ସେଥିରେ ମଞ୍ଜି ଛଡ଼ା ତେନ୍ତୁଳି ଏଠି ଦେଇନେଲି। ଆପଣ ଚାହିଁଲେ ମଞ୍ଜି ଲଗା ତେନ୍ତୁଳି ମଧ୍ୟ ବି ଆପଣ ବ୍ୟବହାର କରିପାରିବେ। ଆଉ ସେଥିରେ ଖଟା ଆପଣ ଆପଣ ହିସାବରେ ହିଁ ନେବେ। ଆଉ ତେନ୍ତୁଳିକି ଟିକେ ମେଲ୍ଟ ହେବା ପାଇଁକି ଛାଡ଼ି ନେବେ। ତେନ୍ତୁଳି ଟିକେ ମେଲ୍ଟ ହେଇ ଆସିଲା ପରେ ସେଥିରେ ଶୁଖେଇକି ରଖିଥିବା ପଣସ କଠାକୁ ଦେଇକି ଏବେ ଆକୁ ଭଲ ଭାବରେ ଗୋଳେଇ ନେବା। ଆଉ ମନେ ରଖିଦେବେ, ଆପଣ ଚାହିଁଲେ ଏଠି ଭିନେଗାର ମଧ୍ୟ ବି ବ୍ୟବହାର କରିପାରିବେ, ନାହିଁ ତ ସେମିତି ହିଁ ଏଇଟା ଛାଡ଼ି ପାରିବେ। ଆଉ ଆକୁ ନା ଗୋଟେ ବର୍ଷ ପର୍ଯ୍ୟନ୍ତ ଭିତରେ ହିଁ ଖାଇ ନେବା ଉଚିତ, କାହିଁକି ନା ଟେଷ୍ଟ ଟିକେ କମି ଯାଇଥାଏ ଆଉ ଭଲ ବି ତ ଲାଗିନଥାଏ। ଗୋଟେ ବର୍ଷ ପର୍ଯ୍ୟନ୍ତ ଆପଣ ଆରାମସେ ଖାଇପାରିବେ। ତାପରେ ଆମେ କୁଟିକି ରଖିଥିବା ମସଲା ସବୁ ଦେଇକିନା ଭଲ ଭାବରେ ଗୋଳେଇବା ଆଗରୁ କଳା ଜିରା ଦେଇ ନେବା, କାହିଁକି ନା ଫ୍ଲେଭରଟା ଟିକେ ବହୁତ ଭଲ ହିଁ ଆସିଥାଏ। ଆଉ ତାକୁ ସବୁ ଭଲ ଭାବରେ ଗୋଳେଇ ନେବା, ଯେମିତି ସବୁଥିରେ ମସଲା ଆରାମସେ ଲାଗିଯିବ। ତାପରେ ସୋରିଷ ତେଲକୁ ଗରମ କରିକିନା ଦେଇନେବା। ଏଠି ତେଲର ପରିମାଣ ବେଶୀ ରଖିବେନି, ଆଉ କ୍ୱାଣ୍ଟିଟି ନେଇକି ତେଲ ଦେବେ। ଆଉ ଏଇ ପଣସ କଠା ଆଚାରଟା ନା ଖଟା, ମିଠା, ରାଗ, ଲୁଣିଆ ସବୁ ପୁରା ଲାଗିବ। ଆଉ ଖାଇବାକୁ ପୁରା ମସ୍ତ ଲାଗିବ। ଆପଣ ଚାହିଁଲେ ଭାତ, ରୁଟି ସବୁଥିରେ ଆକୁ ଏନ୍ଜୟ କରିପାରିବେ। ଆଉ ହଁ, ଆପଣମାନେ ଏଇ ପଣସ କଠା ଆଚାର ଭଳି ବାଇଗଣ ଆଚାର, ସଜନା ଛୁଇଁ ଆଚାର, ବିଲାତି ଆଚାର, ଏମିତି ଆଚାରର ଭିଡ଼ିଓ ପାଇବାକୁ ଚାହୁଁଥିଲେ ତାହେଲେ ମୋତେ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଆଉ ଯଦି ଏଇ ପଣସ କଠା ଆଚାରଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ ତାହେଲେ ନିଶ୍ଚିନ୍ତ ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରିବାକୁ ଜମା ଭୁଲିବେନି। ରହିଲି, ନମସ୍କାର।